ବୃନ୍ଦ ଏବଂ ଏଠାରେ ଉପସ୍ଥିତ ଥିବା ମୋର ଛୋଟ ବଡ଼ ଭାଇ ଭଉଣୀ, ଆଜିର ଏହି ସ୍ୱାଧୀନତା ଦିବସରେ ମୋତେ କିଛି କହିବାକୁ ସୁଯୋଗ ମିଳିଥିବାରୁ ମୁଁ ନିଜକୁ ଧନ୍ୟମନେ କରୁଛି। ଯାହା ନାହିଁ ଭାରତେ ତାହା ନାହିଁ ଜଗତେ। ଏ ଭାରତ ଭୂମି ପବିତ୍ର, ସମୃଦ୍ଧ, ଉଚ୍ଚ ସଂସ୍କୃତି ସମ୍ପନ୍ନା। ଏହାକୁ ସୁନାର ଭାରତ ବୋଲି କୁହାଯାଏ। ଅତୀତରେ ବହୁବାର ଏ ମାତୃଭୂମି ସେମାନଙ୍କ ଅଧିକୃତ ହୋଇଛି। ମୋଗଲମାନେ ଏ ଦେଶକୁ 1526 ଖ୍ରୀଷ୍ଟାବ୍ଦରୁ ଦଖଲ କରି ଦୀର୍ଘଦିନ ଶାସନ କରିଛନ୍ତି ଓ ଦମନ ଲୀଳା ଚଳାଇଛନ୍ତି। ସୁନା, ରୂପା, ହୀରା, ମୋତି ଇତ୍ୟାଦି ଅମୂଲ୍ୟ ଧାତୁ ଆମ ଦେଶରୁ ବୋହି ନେଇଛନ୍ତି। ତା ସତ୍ତ୍ୱେ ଆମ ଦେଶର ସାହସୀ ଦେଶପ୍ରେମୀମାନେ ମାତୃଭୂମିକୁ ମୁକ୍ତ କରିବା ପାଇଁ ବ୍ରିଟିଶ ଫୌଜ ଆଗରେ ଠିଆ ହୋଇଛନ୍ତି। ପ୍ରକୃତ ସ୍ୱାଧୀନତା ଆନ୍ଦୋଳନ 1857ର ସିପାହୀ ବିଦ୍ରୋହରୁ ଶୁଭାରମ୍ଭ ହେଲା। ମଙ୍ଗଲ ପାଣ୍ଡେ ନାମକ ଜଣେ ସାହସୀ ଭାରତୀୟ ସିପାହୀ ଏହାର ଶୁଭାରମ୍ଭ କରିଥିଲେ। କହିଲେ ଅତ୍ୟୁକ୍ତି ହେବ ନାହିଁ। ବହୁ ଦେଶପ୍ରେମୀ ଏଥିରେ ଝାସ ଦେଇ କାରାବରଣ କଲେ। ଜଗତ ସିଂ, ଲକ୍ଷ୍ମଣ ନାୟକ, ଜୟରାଜ ଗୁରୁ ଇତ୍ୟାଦି ଫାଶିଖୁଣ୍ଟରେ ଝୁଲି ଶହୀଦ ହେଲେ। ଯେଉଁମାନେ ଦେଶବାସୀଙ୍କ ମନରେ ସ୍ୱାଧୀନତାର ଅଗ୍ନିକୁ ପରିବ୍ୟାପ୍ତ କଲେ। 1947 ମସିହା ଅଗଷ୍ଟ 15 ତାରିଖରେ ଆମ ଦେଶ ସ୍ୱାଧୀନ ହେଲା। ମୁଁ ଏତିକି କହି ମୋ ବକ୍ତବ୍ୟ ଶେଷ କରିଛି। ଜୟ ହିନ୍ଦ, ଜୟ ଭାରତ।